ଆଜି ମୋର କେଡ଼େ ବଡ଼ ଭାଗ୍ୟ ଥିଲା ସକାଳୁ ସକାଳୁ ବାବା ବାଲି କପିଳେଶ୍ୱରଙ୍କ ପ୍ରସାଦ ଖାଇବା ପାଇଁ ମିଳିଲା। ତାପରେ ତ 11ଟା ସାଢ଼େ 11ଟା ହେଇଯାଇଥିଲା। ମୁଁ ପଳେଇ ଆସିଲି ଦେଖନ୍ତୁ କୁଆଡ଼େ। ଯଦି ଆପଣମାନେ ଦେଖିକି ଜାଣିପାରୁଥିବେ କେଉଁ ଜାଗା ତାହେଲେ କମେଣ୍ଟରେ କହିବେ। ଖରା ତ ପ୍ରବଳ ଜୋରରେ ହେଉଥିଲା, ହେଲେ ଘର ଭିତରେ ନୁହଁ, ବାହାରେ। ଘର ଭିତରଟା ତ ବହୁତ ସୁନ୍ଦର ନଈକୂଳିଆ ଥଣ୍ଡା ଥଣ୍ଡା ପବନ ଦେଉଥିଲା। ଏକଦମ ଶାନ୍ତି ଲାଗୁଥିଲା। ଏତେ ସାରା ଖରା ହେଉଛି ବୋଲି ଜଣାପଡ଼ୁନଥିଲା। ଯେହେତୁ ଖରାରେ ପଳେଇ ଆସିଲି, ଆଇସ୍କ୍ରିମ୍ ଦୁଇଟା ମା ଝିଅଙ୍କ ପାଇଁ ନେଇ ଆସିଥିଲି ଖାଇବା ପାଇଁ। କିଛି ସମୟ ରେଷ୍ଟ ନେଲା ପରେ ଆମେମାନେ ଆଜି ଖାଇଥିଲୁ ସେଇ ନୂଆ ଜାଗାରେ। ନୂଆ ଜାଗାରେ ଖାଇକି ଆମକୁ ଲାଗିଲା ଯେମିତି ଆମେ ବଣଭୋଜି କରୁଛୁ। ଆଉ ଖାଇବା ପାଇଁ ମଧ୍ୟ ସେଇଭଳିଆ ଜବରଦସ୍ତ ଆଇଟମ୍ ହେଇଥିଲା। ଏଠି ଖାଇବାକୁ ତ ବହୁତ ବଢ଼ିଆ ଲାଗୁଥିଲା, କିନ୍ତୁ ଖାଇବାର ମଜା ଟିକେ ଅଲଗା ପ୍ରକାର ଥିଲା। ଖାଇକି ଟିକେ ଥଣ୍ଡା ଥଣ୍ଡା ପବନର ମଜା ନେଲୁ ଆଉ ଘରକୁ ପଳେଇ ଆସିଲୁ। ଆଉ ହାଟରୁ ଆସିଥିବା ସବୁ ପରିବାକୁ ସଜାଡ଼ି ରଖିଲା ପରେ ଆମେ ଟିକେ କାକଟପୁର ବାହାରି ଯାଇଥିଲୁ କିଛି କିଣାକିଣି କରିବାକୁ। ଫେରିଲା ବେଳେ ସାର୍ କହିଲେ ସିଝା ଅଣ୍ଡା ଖାଇବା ପାଇଁ, ସେଥିପାଇଁ ଏଇଠି ଟିକେ ଅଟକି ଗଲୁ। ସାର୍ କାକଟପୁର ଆସିବେ ମାନେ ଏଇଠି ସିଝା ଅଣ୍ଡା ତ ନିହାତି ଖାଇବେ। ତାପରେ ଆସି ଯାଇଥିଲୁ ବାସନ ଦୋକାନ। ଏଇ ଛୋଟ ଘଡ଼ିଟା ମୋତେ ବହୁତ ପସନ୍ଦ ଆସିଥିଲା। ଆଉ ଦିନେ ତାକୁ ଦେଖିକି ଆସିଥିଲି, ଫାଇନାଲି ଆଜି ତାକୁ ନେଇକି ଯାଉଛି, ମାନେ ନେବା ପାଇଁ ହିଁ ଆସିଛି। ତାପରେ ସନ୍ଧ୍ୟା ହେଇଗଲା, ଆମେ ଫେରି ଆସିଲୁ। ଆଉ ଗ୍ରୋସରୀ ସଉଦା ମଧ୍ୟ ରହିଯାଇଥିଲା। ସେଇ ସବୁ ସଉଦାପତ୍ର ଧରି ଆମେ ଘରେ ଆସି ପହଞ୍ଚିଗଲୁ। ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ପୁଣି ଦେଖାହେବ ନେକ୍ସଟ ସର୍ଚ୍ଚରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।